ଜୁନ୍ 13, 1914। ପ୍ରଥମେ ଆମକୁ ଜୟ କରିବାକୁ ହେବ ଜ୍ଞାନ, ଅର୍ଥାତ୍ ଶିକ୍ଷା କରିବାକୁ ହେବ କିପରି ତତେ ଜାଣି ହୁଏ, କିପରି ତୋ ସଙ୍ଗେ ଏକୀଭୂତ ହେବାକୁ ହୁଏ। ଏହି ଲକ୍ଷ୍ୟ ସିଦ୍ଧି ପାଇଁ ସମସ୍ତ ଉପାୟ ହିଁ ଉତ୍କୃଷ୍ଟ ଏବଂ ସବୁକୁ କାର୍ଯ୍ୟରେ ଲଗାଯାଇପାରେ। କିନ୍ତୁ ଏହି ଲକ୍ଷ୍ୟ ସାଧିତ ହେଲେ ସବୁକିଛି ହୋଇଗଲା ବୋଲି ଯଦି ମନେ କରାଯାଏ, ତେବେ ତାହା ଏକ ମସ୍ତ ବଡ଼ ଭୁଲ ହେବ। ସବୁକିଛି ହୋଇଗଲା, କିନ୍ତୁ ତାହା କେବଳ ତତ୍ତ୍ୱତଃ ବିଜୟ ଲାଭ ହେଲା, କିନ୍ତୁ ତାହା ସିଦ୍ଧାନ୍ତତଃ ଏଥିରେ କେବଳ ସେଇମାନେ ସନ୍ତୁଷ୍ଟ ହୋଇପାରନ୍ତି ଯେଉଁମାନଙ୍କ ଅନୁପ୍ରେରଣା ହେଲା ନିଜର ମୁକ୍ତି ପାଇଁ ଅହଂ ସର୍ବସ୍ୱ ଅଭିପ୍ସା, ଯେଉଁମାନେ କେବଳ ଏହି ଆନ୍ତର ସଂଯୋଗ ମଧ୍ୟରେ ଏବଂ ଏହି ଆନ୍ତର ସଂଯୋଗ ନିମନ୍ତେ ଜୀବନ ଧାରଣ କରନ୍ତି। ତୋର ବାହ୍ୟ ପ୍ରକାଶ ଓ ଅଭିବ୍ୟକ୍ତି ପାଇଁ ସେମାନଙ୍କର କୌଣସି ସ୍ପୃହା ନଥାଏ, କିନ୍ତୁ ତୁ ଯେଉଁମାନଙ୍କୁ ପୃଥିବୀ ଉପରେ ତୋର ପ୍ରତିନିଧି ହେବା ପାଇଁ ବାଛିଛୁ, ସେମାନେ ଏହି ଧାରଣାର ପରିଣତିରେ ସନ୍ତୁଷ୍ଟ ରହିପାରନ୍ତି ନାହିଁ। ତୋତେ ଜାଣିବାକୁ ହେବ ପ୍ରଥମେ ଓ ସର୍ବାଗ୍ରେ, ଏହା ନିଶ୍ଚିତ। କିନ୍ତୁ ଥରେ ତୋତେ ଜାଣିସାରିଲା ପରେ ତେଣିକି ବାକି ରହିଥାଏ ତୋର ଅଭିବ୍ୟକ୍ତି ଓ ପ୍ରକାଶର କାର୍ଯ୍ୟ, ଏବଂ ସେତିକିବେଳେ ଦେଖାଦିଏ ଏହି ପ୍ରକାଶର ଗୁଣ, ଶକ୍ତି, ଜଟିଳତା ଓ ପୂର୍ଣ୍ଣତା ଆଦି ସବୁ। ପ୍ରାୟ ଦେଖାଯାଏ ତୋତେ ଯେଉଁମାନେ ଜାଣିଛନ୍ତି ସେମାନେ ଜ୍ଞାନର ଏହି ମହାନନ୍ଦରେ ବିଭୋର ହୋଇ ଆତ୍ମହରା ହୋଇପଡ଼ନ୍ତି। ସେମାନେ ତୋତେ କେବଳ ଦେଖି ସେତିକିରେ ହିଁ ସନ୍ତୁଷ୍ଟ, କାରଣ ସେମାନେ ଦେଖନ୍ତି ନିଜର ତୃପ୍ତି ପାଇଁ ଆଧାରର ସ୍ଥୂଳତମ ସ୍ତର ପର୍ଯ୍ୟନ୍ତ ତୋର କୌଣସି ପ୍ରକାଶ ହେଲା କି ନାହିଁ ସେ ଦିଗରେ ସେମାନଙ୍କର ଦୃଷ୍ଟି ନଥାଏ। କିନ୍ତୁ ଯିଏ ବାହ୍ୟ ପ୍ରକାଶର କ୍ଷେତ୍ରରେ ମଧ୍ୟ ପୂର୍ଣ୍ଣତା ଲାଭ କରିବାକୁ ଚାହେଁ, ସେ ଏତିକିରେ ସନ୍ତୁଷ୍ଟ ରହିପାରିବ ନାହିଁ। ସେ ଚାହେଁ ଆଧାରର ସକଳ ସ୍ତରରେ, ସକଳ ଅବସ୍ଥାରେ ତୋତେ ପ୍ରକାଶ କରିବାକୁ, ଏବଂ ଯେଉଁ ଜ୍ଞାନ ସେ ଲାଭ କରିଛି ତଦ୍ୱାରା ସମଗ୍ର ବିଶ୍ୱର ଯେପରି ସବୁଠାରୁ ବେଶୀ କଲ୍ୟାଣ ସାଧିତ ହୁଏ, ତାହାକୁ ସେହି ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ। ଏହି ବିପୁଳ ବ୍ରତ ସମ୍ମୁଖରେ ସମଗ୍ର ସତ୍ତା ଉତ୍ଫୁଲ୍ଲିତ ହୋଇ ଉଠିଛି ଓ ମହାନନ୍ଦରେ ତୋର ସ୍ତୁତିଗାନ କରୁଛି। ସମଗ୍ର ପ୍ରକୃତି ସଚେତନ ଭାବରେ ପୂର୍ଣ୍ଣ ସକ୍ରିୟ, ତୋର ସର୍ବଜୟୀ ଶକ୍ତିର ଆବେଗରେ ସ୍ପନ୍ଦିତ। ଏହି ଶକ୍ତିର ପ୍ରେରଣାରେ ସେ ଅନୁପ୍ରାଣିତ। ସେ ଚାହେଁ ତା ଦ୍ୱାରା ପ୍ରଦୀପ୍ତ ରୂପାନ୍ତରିତ ହେବାକୁ। ଜଗତର ଅଧୀଶ୍ୱର ତୁ ହିଁ ଏକମାତ୍ର ସତ୍ବସ୍ତୁ। Prayers and Meditation, June 13, 1914. First of all, knowledge must be conquered. That is, one must learn to know thee, to be united with thee, and all means are good and may be used to attain this goal. But it would be a great mistake to believe that all is done when this goal is attained. All is done in principle, the victory is gained in theory, and those whose motive is only an egoistic aspiration for their own salvation may feel satisfied and live only in and for this communion without caring at all for thy manifestation. But those whom thou hast appointed as thy representatives upon earth cannot rest content with the result so obtained. To know thee first and before all else is, but once thy knowledge is acquired, there remains all the work of thy manifestation, and then there intervene the quality, force, complexity, and perfection of this manifestation. Very often, those who have known thee, dazzled and wrapped in ecstasy by this knowledge, have been content to see thee for themselves and express thee somehow or other in their outmost being. He who wants to be perfect in thy manifestation cannot be satisfied with that. He must manifest thee on all the planes, in all the states of being, and thus turn the knowledge he has acquired to the best account for the whole universe. Before the immensity of this program, the entire being exalts and sings a hymn of
gladness to thee. All nature in full conscious activity, all vibrant with the sovereign forces, responds to their inspiration and wants to be illumined and transfigured by them. Thou art the master of the world, the sole reality. Thou art the master of the world, the sole reality.